ପ୍ରିୟ ଆତ୍ମନ୍, କାଳ୍ପନିକ ହେଉ ବା ସତ୍ୟ ହେଉ, ଆଜି ପର୍ଯ୍ୟନ୍ତ ଯେତେ ପଦାର୍ଥ ଏବଂ ତତ୍ତ୍ୱର ମନୁଷ୍ୟ ଠିକଣା ଲଗାଇ ପାରିଛି, ତାହା ତିନି ଶ୍ରେଣୀରେ ବିଭକ୍ତ ହୋଇପାରେ: ଅଦ୍ୱୈତବାଦ, ଦ୍ୱୈତବାଦ ଏବଂ ତ୍ରୈତବାଦ। କାହିଁକିନା ଯେତେ ତତ୍ତ୍ୱର ଅସ୍ତିତ୍ୱ ବିଦ୍ୱାନମାନେ ମାନନ୍ତି, ସେସବୁ ଏହି ତିନି ବାଦ ମଧ୍ୟରେ ଆସୁଛନ୍ତି। ଯେମିତିକି ଆତ୍ମା, ଈଶ୍ୱର ଏବଂ ଜଡ଼ ତତ୍ତ୍ୱ। ଏଥିମଧ୍ୟରୁ କୌଣସି ଗୋଟିଏ ତତ୍ତ୍ୱକୁ ମାନିବାରେ ଅଦ୍ୱୈତବାଦ କୁହାଯାଏ। ତେଣୁ ଅଦ୍ୱୈତବାଦର ମଧ୍ୟ ତିନୋଟି ଶ୍ରେଣୀ ହୋଇପାରେ: ଜୀବଦ୍ୱୈତ, ଈଶ୍ୱରାଦ୍ୱୈତ ଏବଂ ଜଡ଼ାଦ୍ୱୈତ। ପ୍ରଥମେ ଈଶ୍ୱରାଦ୍ୱୈତ। ଯେଉଁ ଲୋକ ଏକ ଈଶ୍ୱରକୁ ଛାଡ଼ି ଅନ୍ୟ ଦୁଇଟି ଅର୍ଥାତ୍ ଜଡ଼ ତତ୍ତ୍ୱ ଏବଂ ଜୀବର ବାସ୍ତବିକ ଏବଂ ସ୍ୱତନ୍ତ୍ର ରୂପରେ ଅସ୍ତିତ୍ୱ ମାନନ୍ତି ନାହିଁ, ସେମାନଙ୍କର ବାଦ ଈଶ୍ୱରାଦ୍ୱୈତ। ଦ୍ୱିତୀୟରେ ଜଡ଼ାଦ୍ୱୈତ। ଯେଉଁ ଲୋକ ଜଡ଼ ତତ୍ତ୍ୱକୁ ଛାଡ଼ି ଆଉ ବାକି ଦୁଇଟିକୁ ଅର୍ଥାତ୍ ଜୀବ ଏବଂ ଈଶ୍ୱରକୁ ମାନନ୍ତି ନାହିଁ, ସେମାନଙ୍କର ବାଦ ଜଡ଼ାଦ୍ୱୈତବାଦ। ତୃତୀୟରେ ଜୀବାଦ୍ୱୈତ। ପ୍ରାଚୀନ କାଳରେ ବ୍ରହ୍ମଜ୍ଞାନୀ ଏବଂ ଉଚ୍ଚ ଶ୍ରେଣୀର ଯୋଗାଭ୍ୟାସୀ ମୁନିମାନେ ଏକମାତ୍ର ଜୀବ ଅର୍ଥାତ୍ ଆତ୍ମାର ବାସ୍ତବିକ ଅସ୍ତିତ୍ୱକୁ ମାନୁଥିଲେ, ଅନ୍ୟ କାହାରିକୁ ନୁହେଁ। ଏହିଭଳି ଯେଉଁ ଲୋକ ଏକମାତ୍ର ଆତ୍ମାକୁ ଛାଡ଼ି ଅନ୍ୟ ଦୁଇଟି ଅର୍ଥାତ୍ ଈଶ୍ୱର ଏବଂ ଜଡ଼ ତତ୍ତ୍ୱକୁ କାଳ୍ପନିକ ମାନୁଥିଲେ, ସେହିମାନଙ୍କର ଅଦ୍ୱୈତବାଦକୁ ଜୀବାଦ୍ୱୈତବାଦ କହନ୍ତି। ଏହି ବିଚାରବାନ ମୁନିଙ୍କର କହିବାର କଥା, ଏହି ଆତ୍ମାର ଅନ୍ୟ ସବୁ ନାମ ଈଶ୍ୱର, ରାମ, ଭଗବାନ ଏବଂ ବ୍ରହ୍ମ। ଯେମିତିକି ଘରର ଅନ୍ୟ ନାମ ଗୃହ, କୁଟୀର। ଈଶ୍ୱରଙ୍କ ଅସ୍ତିତ୍ୱ କୁଆଡ଼େ ଅଲଗା ନାହିଁ। ବ୍ରୂହି ବୌଦ୍ଧ ଧାତୁରୁ ବ୍ରହ୍ମ ଶବ୍ଦ ସୃଷ୍ଟି। ବ୍ରହ୍ମ ମାନେ ହିଁ ବଡ଼। ଯେମିତିକି ଲୋକ ଏବଂ ବଡ଼ ଲୋକ ଉଭୟ ମଣିଷ ଅଟନ୍ତି। ଲୋକ ଉନ୍ନତି କରି ବଡ଼ଲୋକ କୁହାଯିବାର ଅଧିକାରୀ ହୋଇଥାଏ। ସେହିଭଳି ଆତ୍ମା ହିଁ ଜଗତ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତ କରି ପରମାତ୍ମା ଏବଂ ବ୍ରହ୍ମ କୁହାଯିବାକୁ ଅଧିକାରୀ ହୋଇଥାନ୍ତି। ମଜହବୀ ଲୋକମାନେ ଯେଉଁ ଅନେକ ପ୍ରକାରର ଈଶ୍ୱର ଏବଂ ଦେବୀ ଦେବତାର ନାମ ରଖିଛନ୍ତି, ଏହା ସବୁ ସେମାନଙ୍କର କଳ୍ପନା। ଏହିଭଳି ଜୀବାଦ୍ୱୈତକୁ ମାନିବା ଲୋକେ ଜଡ଼ ତତ୍ତ୍ୱକୁ ମଧ୍ୟ କାଳ୍ପନିକ ମାନନ୍ତି। ଜଡ଼ ତତ୍ତ୍ୱର ଅସ୍ତିତ୍ୱ ବି ଜଡ଼ ତତ୍ତ୍ୱ ମଧ୍ୟରେ ନଥାଏ, ଜୀବମାନଙ୍କ ମଧ୍ୟରେ ଥାଏ। ଜଡ଼ ତତ୍ତ୍ୱ ନିଜେ ଜାଣେ ନା ଯେ ସେ କ'ଣ ବୋଲି, ମାତ୍ର ଜୀବ ଜାଣେ ଯେ ସେ ଜଡ଼ ତତ୍ତ୍ୱ ଏବଂ ସେ କ'ଣ ବୋଲି। ଜଡ଼ା ତତ୍ତ୍ୱକୁ ମାନିବା ଲୋକମାନେ ଅଦ୍ୱୈତବାଦୀ ଅଟନ୍ତି, କାହିଁକିନା ସେମାନେ କେବଳ ଜଡ଼ ତତ୍ତ୍ୱ ବ୍ୟତୀତ ବାକି ଦୁଇଟିକୁ ଅର୍ଥାତ୍ ଈଶ୍ୱର ଏବଂ ଜୀବକୁ ମାନନ୍ତି ନାହିଁ। ମାତ୍ର ଏକ ଜଡ଼ ତତ୍ତ୍ୱ ମାନୁଥିବା ଲୋକେ ଜଡ଼ ତତ୍ତ୍ୱକୁ ଏକରୁ ଅଧିକ ମାନନ୍ତି ନାହିଁ। ପାଶ୍ଚାତ୍ୟ ଦେଶରେ ଜଡ଼ବାଦୀମାନେ ଲୁହା, ସୁନା, ରୂପା ଆଦି ପଦାର୍ଥର ଅସ୍ତିତ୍ୱ ଅଲଗା ଅଲଗା ମାନନ୍ତି। ଯଦି କେହି ଜଡ଼ବାଦୀ କହନ୍ତି କି ଆମେ ଏକ ଜଡ଼ ତତ୍ତ୍ୱ ବ୍ୟତୀତ ଆଉ କିଛି ମାନୁନା, ଏହାର ଅର୍ଥାତ୍ ଏଇଆ ନୁହେଁ ଯେ ସେମାନେ ଜଡ଼ ତତ୍ତ୍ୱର ଭେଦ ପ୍ରଭେଦକୁ ବି ମାନନ୍ତି ନାହିଁ। ଏହିଭଳି ଜୀବାଦ୍ୱୈତ ବା ଏକ ଆତ୍ମାକୁ ମାନିବାର ଅର୍ଥ ଏଇଆ ନୁହେଁ ଯେ ସଂସାର ତମାମର ମାତ୍ର ଗୋଟିଏ ଆତ୍ମା। ଯେମିତିକି କୁହାଯାଏ, ନେପାଳ ଦେଶରେ એકમાત્ર ବ୍ରାହ୍ମଣ ହିଁ ଅବୈଧ ଅଟେ, ଅନ୍ୟମାନେ ନୁହନ୍ତି। ଏହାର ଅର୍ଥ ଏଇଆ ନୁହେଁ ଯେ ଜଣେ ବ୍ରାହ୍ମଣ ଅବୈଧ। ଆହୁରି ଦେଖନ୍ତୁ, କୁହାଯାଏ ପୁରୀ ଜଗନ୍ନାଥ କ୍ଷେତ୍ରରେ ଏକ ପଣ୍ଡା ବ୍ୟତୀତ ଅନ୍ୟ କେହି ନାହାନ୍ତି। ଏହାର ଅର୍ଥ ଏଇଆ ନୁହେଁ ଯେ ଜଣେ ମାତ୍ର ପଣ୍ଡା ଯାତ୍ରୀମାନଙ୍କୁ କଷ୍ଟ ଦିଏ, ବା ପୁରୀ ଜଗନ୍ନାଥ କ୍ଷେତ୍ରରେ ଜଣେ ପଣ୍ଡା ରହେ। ଜଣେ ବ୍ରାହ୍ମଣ ବା ଜଣେ ପଣ୍ଡାର ଅର୍ଥ ବ୍ରାହ୍ମଣ ବା ପଣ୍ଡା ଜାତିକୁ ବୁଝାଏ। ଏହିଭଳି ସଂସାରର ତମାମ ଦୁଇଟି ଜାତିର ତଥ୍ୟ ଅଟେ, ଗୋଟିଏ ଚେତନ ଜାତି ଏବଂ ଅନ୍ୟଟି ଜଡ଼ ଜାତି। ଈଶ୍ୱରଙ୍କୁ ମାନୁଥିବା ବ୍ୟକ୍ତି ଈଶ୍ୱରଙ୍କୁ ମଧ୍ୟ ଅନ୍ୟାତ୍ମା ମାନନ୍ତି ନାହିଁ, ଚେତନ ମାନନ୍ତି। ତେଣୁ ସେ ବି ଚେତନ ଜାତିର ଅଟନ୍ତି। ଭୂତ ପ୍ରେତ, ଦେବୀ ଦେବତା, ଜୀବ ବ୍ରହ୍ମ ସବୁ ଚେତନ ଜାତିର। ସୁନା ରୂପା, ଲୁହା କାଠ ଏବଂ ମାଟି ପଥର ଆଦି ସବୁ ଜଡ଼ ଜାତିର ଅଟନ୍ତି। ଈଶ୍ୱର, ଦେବୀ ଦେବତା ଏବଂ ଭୂତ ପ୍ରେତ ଆଦି ଜୀବର କଳ୍ପନା। ତେଣୁ ଏକମାତ୍ର ଜୀବ ହିଁ ସତ୍ୟ, ଆଉ କିଛି ନୁହେଁ। ଏହାର ଅର୍ଥ କଦାପି ନୁହେଁ ଯେ ସଂସାର ତମାମରେ ମାତ୍ର ଗୋଟିଏ ଜୀବ। ହିନ୍ଦୁସ୍ତାନ ତମାମରେ ଏକ ମାରୱାଡ଼ି ବ୍ୟବସାୟୀ ଇଂରେଜକୁ ଟକ୍କର ଦେଇପାରେ। ଏହାର ଅର୍ଥ ଏଇଆ ନୁହେଁ ଯେ ହିନ୍ଦୁସ୍ତାନ ତମାମରେ ଜଣେ ମାରୱାଡ଼ି ରହେ। ଠିକ୍ ଏହିଭଳି
ସଂସାର ତମାମ ଏକ ଆତ୍ମା ହିଁ ସତ୍ୟ, ବାକି ସବୁ ତାର କଳ୍ପନା। ଏହାର ଅର୍ଥ କଦାପି ଏଇଆ ନୁହେଁ କି ତମାମ ସଂସାରର ସବୁ ଶରୀରରେ ଗୋଟିଏ ଆତ୍ମା ରହିଛି। ଯେମିତି ଦୁଇଟି ଆଖିରେ ଆମର ଆତ୍ମା କାମ କରୁଛି, ଏଥିପାଇଁ ବାମ ଆଖିରେ ଦେଖୁଥିବା ଜିନିଷକୁ ଡାହାଣ ଆଖି ଚିହ୍ନିପାରେ। ସେମିତି ଜଣେ ଲୋକ ଯଦି ଇଂରାଜୀ ବା ସଂସ୍କୃତ ପଢ଼ି ନିଏ ତ ସଂସାରର ସବୁ ଲୋକ ଇଂରାଜୀ ବା ସଂସ୍କୃତ ଶିଖିଯାଆନ୍ତେ। ମରିବା ପରେ ଯେତେ ମଲା ଆତ୍ମା ଅଛନ୍ତି ସବୁ ଏକ ହୋଇଯାଆନ୍ତି ଏବଂ ପୁଣି ଜନ୍ମ ହେବା ପରେ ସମସ୍ତଙ୍କର ସଂସ୍କାର ଅଲଗା ଅଲଗା ହୁଅନ୍ତା ନାହିଁ। ମାତ୍ର ସମସ୍ତ ମନୁଷ୍ୟଙ୍କର ସଂସ୍କାର ଅଲଗା ଅଲଗା ଦେଖାଯାଏ। ତେଣୁ ମରିବା ପରେ ମଧ୍ୟ ସମସ୍ତ ଜୀବଙ୍କର ଅସ୍ତିତ୍ୱ ଏବଂ ବ୍ୟକ୍ତିତ୍ୱ ଅଲଗା ଅଲଗା ରହିଥାଏ। ଆପଣଙ୍କର ଗୋଟିଏ ଆଙ୍ଗୁଳି ବି ଯଦି ବଦ୍ଧ, ଆପଣ ମୁକ୍ତର ସ୍ୱାଦ କେବେ ପାଇପାରିବେ ନାହିଁ। ଗୋଟିଏ ଆଙ୍ଗୁଳି ବନ୍ଧା ହୋଇଥିଲେ ଆପଣ ବନ୍ଧା ହୋଇଛନ୍ତି, ମୁକ୍ତ ନୁହନ୍ତି। ଠିକ୍ ସେହିଭଳି ଯଦି ଗୋଟିଏ ଆତ୍ମା ସମସ୍ତଙ୍କ ଶରୀରରେ, ତ ଗୋଟିଏ ହେଲେ ଆତ୍ମା ବା ଜୀବ ଆଜି ପର୍ଯ୍ୟନ୍ତ ମୁକ୍ତ ହୋଇପାରନ୍ତା ନାହିଁ। ଏହାକୁ ମାନିବାକୁ ପଡ଼ିବ, କାହିଁକିନା ଯେତେବେଳେ ତାର ଏତେ ବଡ଼ ଅଂଶ ବନ୍ଧା ପଡ଼ିଛି, ଏତେ ମଣିଷ ଏପର୍ଯ୍ୟନ୍ତ ମୁକ୍ତ ନୁହନ୍ତି, ତ ସେ କେମିତି ମୁକ୍ତ ହେବ? ଏହାକୁ ମାନିନେଲେ ତ ବ୍ୟକ୍ତିଗତ ପୁରୁଷାର୍ଥ ମଧ୍ୟ ବ୍ୟର୍ଥ ହୋଇଯିବ। ତେଣୁ ସାରା ସଂସାର ମୁକ୍ତ ହେବ ନା ଆପଣ ମୁକ୍ତ ହୋଇପାରିବେ? ଜୀବ ସବୁରେ ଗୋଟିଏ ଜୀବ, ତ ଯେତେ ପର୍ଯ୍ୟନ୍ତ ଅଖିଳ ବିଶ୍ୱ ବ୍ରହ୍ମାଣ୍ଡ ସବୁ ମନୁଷ୍ୟ ମୁକ୍ତ ନ ହୋଇଛନ୍ତି ଆପଣ କେମିତି ମୁକ୍ତ ହୋଇପାରିବେ? ତେଣୁ ଏ ସିଦ୍ଧାନ୍ତ ଠିକ୍ ନୁହେଁ। ଏମିତି ମାନିନେଲେ ଲାଭ ମଧ୍ୟ କ'ଣ, ଯାହାର ବ୍ୟବହାରରେ କୌଣସି ଉପଯୋଗିତା ନାହିଁ। ଆମର ଜ୍ଞାନ ହୋଇଗଲେ ସାରା ସଂସାର ଜ୍ଞାନୀ ହୋଇଯାଇ ନାହିଁ। ଆମେ ପଢ଼ିନେଲେ ସାରା ସଂସାର ବିଦ୍ୱାନ ହୋଇଯାଇ ନାହିଁ। ଜଣେ ଖାଇନେଲେ ସାରା ସଂସାରର ଭୋକ ଚାଲିଯାଇ ନାହିଁ। ତେଣୁ ସମସ୍ତଙ୍କୁ ଏକ ମାନିବା ବ୍ୟର୍ଥ। ସମସ୍ତଙ୍କୁ ଏକ ମାନିନେଲେ ଅନ୍ୟ ଜଣଙ୍କର ଉପକାର ହେବ ନାହିଁ। ଜଣେ ଖାଇଲେ ସମସ୍ତ ଭୋକର ନିବୃତ୍ତ ହୋଇଯାଆନ୍ତି। ଲୋକେ ଅନ୍ୟର ଉପକାର ଏଇଥିପାଇଁ କରିଥାନ୍ତି କି ସମୟ ପଡ଼ିଲେ ସେ ତାର ଉପକାର କରିବ। କଥା ହେଲା, ନିଜକୁ ଅଲଗା ମାନି ନିଜ ସ୍ୱାର୍ଥ ପାଇଁ ମଣିଷ ଅନ୍ୟର ଉପକାର କରେ। ଆମେ ଯେଉଁ ସମାଜ ବା ସଂଘରେ ରହିଛୁ, ଏହାର ମଙ୍ଗଳ ଚାହିଁବା ବା କରିବା ଦ୍ୱାରା ଆମର ବ୍ୟକ୍ତିଗତ ମଙ୍ଗଳ ହୋଇଥାଏ। ଏହା ହିଁ ସତ୍ଜ୍ଞାନ। ସତ୍ଜ୍ଞାନ ଏବଂ ସତ୍ ଶୁଭ କର୍ମ ଦ୍ୱାରା ହିଁ ଭଲ ହୁଏ। ସମସ୍ତ ମଧ୍ୟରେ ଏକ ଆତ୍ମା, ଏ ଜ୍ଞାନ ମିଥ୍ୟା ଜ୍ଞାନ। ଏହା ଠିକ୍ କଥା କି ଯେମିତି ଆତ୍ମା ଆମ ପାଖରେ ଅଛି, ଅନ୍ୟମାନଙ୍କ ପାଖରେ ମଧ୍ୟ ସେହିପରି ଅଛି। ଏହାର ଅର୍ଥ ଯେମିତି ଆମ ପାଖରେ ଆତ୍ମା ବା ମନ ଅଛି, ସେମିତି ଅନ୍ୟର ପାଖରେ ମଧ୍ୟ ଆତ୍ମା ଏବଂ ମନ ଅଛି, ମାତ୍ର ଜଡ଼ ନୁହେଁ, ଚେତନ ଏବଂ ସଜୀବ। ତେଣୁ ଯେମିତି ଆମକୁ ଭୋକ ଶୋଷ ଲାଗିଲେ କଷ୍ଟ ହୁଏ, ସେହିଭଳି ଅନ୍ୟମାନଙ୍କୁ ମଧ୍ୟ କଷ୍ଟ ହୁଏ। ଯେମିତି ଆମର ଜିନିଷ ଚୋରି କରି ନେଲେ ଆମେ ଚିନ୍ତାରେ ପଡ଼ିଯାଉ, ସେହିଭଳି ଅନ୍ୟମାନେ ମଧ୍ୟ ଚିନ୍ତାରେ ପଡ଼ିଯାଆନ୍ତି। ଆମ ସ୍ତ୍ରୀ ସହିତ ଯଦି ଅନ୍ୟ ପୁରୁଷ ସମ୍ପର୍କ ରଖେ, ଆମକୁ ଯେତିକି ବାଧେ, ଆମେ ଯଦି ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖୁ ତ ତାଙ୍କୁ ମଧ୍ୟ ସେତିକି ବାଧେ। କାହିଁକିନା ଅନ୍ୟମାନଙ୍କର ମଧ୍ୟ ଆମ ଭଳି ଆତ୍ମା। ତେଣୁ ଆମେ ଯେମିତି ଚାହୁଁନା କି ଅନ୍ୟର ବ୍ୟବହାର ଆମ ସହିତ ଖରାପ ହେଉ, ଆମର ମଧ୍ୟ ସେପରି ନ କରିବା ଉଚିତ। ଏହା ହିଁ ସତ୍ଜ୍ଞାନ ଏବଂ ଧର୍ମ। ମାତ୍ର ସମସ୍ତଙ୍କର ଏକ ଆତ୍ମା, ତେଣୁ ଅନ୍ୟର ସ୍ତ୍ରୀ ମଧ୍ୟ ମୋ ସ୍ତ୍ରୀ, ଏ ଜ୍ଞାନ ଓଲଟା, ଅସତ୍ୟ ଏବଂ ଦୂଷିତ। ଅନ୍ୟର ପୁଅ ନିଜର ବାପ ନାମ ଲେଖାଇଲା ବେଳେ ଆମର ନାମ ଲେଖାଇବ ନାହିଁ। ଅନ୍ୟ ବାପର ଜମିଦାରୀ ସେ ମରିଗଲେ ଆମକୁ ମିଳିବ ନାହିଁ, ବା ମୋ ସମ୍ପତ୍ତି ତାକୁ ମିଳିବ ନାହିଁ। କି ଲୋକମାନେ ଏପରି କରିବେ ନାହିଁ, ତେବେ ବି ଆମେ ସମସ୍ତଙ୍କ ପୁଅକୁ ନିଜ ପୁଅ ଭାବି, ସମସ୍ତଙ୍କ ବାପକୁ ନିଜ ବାପ ଭାବି ଏବଂ ସମସ୍ତଙ୍କ ଧନକୁ ନିଜ ଧନ ଭାବି ତାହା ଖର୍ଚ୍ଚ କରିଦେବା। ଏଭଳି କଥା ବ୍ୟର୍ଥ, ଅସତ୍ୟ, କେବଳ ଭ୍ରମ କାରଣରୁ। ଯେଉଁ ମୁନିମାନେ ଏପରି କହିଛନ୍ତି, ତାର ଅର୍ଥ ହେଉଛି କି ଅନ୍ୟର ପୁଅମାନଙ୍କୁ ମଧ୍ୟ ନିଜର ପୁଅ ବୋଲି ବୁଝିନିଅ। ଯେମିତି ଯଦି କେହି ତୁମ ପୁଅକୁ ଦୁଃଖ ଦେଉଥାଏ ତ ତୁମେ ତାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଥାଉ। ଠିକ୍ ସେମିତି ଯଦି ତୁମେ ଅନ୍ୟ କାହାରି ପୁଅକୁ କଷ୍ଟ ଦେବାକୁ ଚାହଁ ତ ତୁମ ଉପରେ ପ୍ରତିଶୋଧ ନେବାକୁ ସେ ପ୍ରସ୍ତୁତ ହୋଇଯିବେ। ତେଣୁ ଏପରି କରିବାର ନୁହେଁ। ଅନ୍ୟର ପୁଅକୁ ନିଜ ପୁଅ ଭଳି ଦୁଃଖ ନ ଦେବା ଦରକାର। କହିବାର କଥା କି ଅନ୍ୟର ଶରୀରରେ ସେହି ଆତ୍ମା ଯାହା ତୁମ ଶରୀରରେ ଅଛି। ଏହାର ତାତ୍ପର୍ଯ୍ୟ ହେଲା ଅନ୍ୟର ଶରୀରରେ ସେହିପରି ଆତ୍ମା ଯେମିତିକି ତୁମ ଶରୀରରେ ଅଛି, ଅର୍ଥାତ୍
ତାକୁ ଯଦି ବ୍ୟର୍ଥରେ ଅନ୍ୟାୟରେ ମାରିବ ତ ତାକୁ ସେହିପରି କଷ୍ଟ ହେବ ଯେମିତିକି ତୁମକୁ ହୁଏ ଏବଂ ସେ ଏହିପରି ଅନ୍ୟାୟର ଜୀବନ ବିନିମୟରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଯିବ। ତେଣୁ ଅନ୍ୟ କାହାରି ଶରୀରକୁ ବ୍ୟର୍ଥରେ ଅନ୍ୟାୟରେ କଷ୍ଟ ଦିଅନ୍ତୁ ନାହିଁ। ମାତ୍ର ଏହାକୁ ଠିକ୍ ଠିକ୍ ବୁଝି ନ ପାରି କିଛି ଲୋକେ ଏହା ବୁଝିଗଲେ କି ଯେଉଁ ଆତ୍ମା ଶରୀରରେ ଅଛି ଠିକ୍ ସେହି ଆତ୍ମା ଅନ୍ୟ ଶରୀରରେ ବି ଅଛି। କାହାରି ଅସ୍ତିତ୍ୱ ଅଲଗା ନୁହେଁ। ଏହା ସର୍ବଦା ଅସତ୍ୟ। ଏହାକୁ ମୁନି ସମାଜ ମାନେ ନାହିଁ। କେତେ ଯୋଗୀ ଏବଂ ଆତ୍ମଜ୍ଞାନୀ ମୁନିଙ୍କର ଏହା ଉଦ୍ଦେଶ୍ୟ ନଥିଲା କି ସମସ୍ତଙ୍କ ଶରୀରରେ ଗୋଟିଏ ଆତ୍ମା ଅଛି। ଏହା କୌଣସି ପ୍ରକାରରେ ସମ୍ଭବ ନୁହେଁ। ଏହା ମାନୁଥିବା ବ୍ୟକ୍ତି କେବଳ ଲେଖନ୍ତି ଏବଂ ଏକମାନେ ବିବାଦ କରନ୍ତି। ମାତ୍ର ସର୍ବଦା ଏପରି ବ୍ୟବହାର କେହି କରନ୍ତି ନାହିଁ, କାରଣ ଏପରି ଜ୍ଞାନ ବ୍ୟବହାର କରିବା କଠିନ ନୁହେଁ, ଅସମ୍ଭବ ମଧ୍ୟ। କାହିଁକିନା ଏ ଜ୍ଞାନ ଅସତ୍ୟ। ସତ୍ୟ ଜ୍ଞାନ ତ ଏଇଆ ହିଁ କି ଏକ ଆତ୍ମା ବ୍ୟତୀତ ଅନ୍ୟ ଯେତେ ସବୁ ପଦାର୍ଥ ଜଣାପଡ଼ୁଛି ସବୁ କାଳ୍ପନିକ। ଏହା ହିଁ ଅଦ୍ୱୈତବାଦ। ମାତ୍ର ଏହାର ଅର୍ଥ କଦାପି ନୁହେଁ ଯେ ସବୁ ଜୀବଙ୍କର ବ୍ୟକ୍ତିତ୍ୱ ଅଲଗା ନୁହେଁ।